এই ପାଞ୍ଚଟି ଅଦ୍ଭୁତ ସଂକେତ ଦେଖିଲେ ବୁଝନ୍ତୁ ଭାଗ୍ୟ ବଦଳିବାକୁ ଯାଉଛି। ଘର ମନ୍ଦିରରେ ହଠାତ୍ ଘଣ୍ଟା ବାଜିବା, ଯଦି ନିମପତ୍ର ଗଛରୁ ତଳେ ପଡ଼ି ଆପଣଙ୍କ ପାଖକୁ ଆସେ ତେବେ ଏହା ରୋଗ ବ୍ୟାଧିକୁ ଦୂର କରିବାର ସଂକେତ। ଆପଣଙ୍କ ମୋବାଇଲ କିମ୍ବା ଘଣ୍ଟାରେ ବାରମ୍ବାର 444 କିମ୍ବା 1111 ଦେଖିବା ବ୍ରହ୍ମାଣ୍ଡ ଆପଣଙ୍କୁ ମାର୍ଗଦର୍ଶନ କରୁଛି। ସକାଳ ଗାଧୋଇବା ସମୟରେ ଯଦି ଆପଣଙ୍କ ହାତରୁ ସାବୁନ ଖସି ପଡ଼େ ତେବେ ପୁରୁଣା ସମସ୍ୟା ଦୂର ହେବାକୁ ଯାଉଛି। ଯଦି ପବନ ବିନା ଦୀପର ଶିକ୍ଷା ଅଧିକ ଉଜ୍ଜଳ ହୁଏ ତେବେ କିଛି ବଡ଼ ସଫଳତା ନିକଟତର। ମନ୍ଦିରକୁ ଯିବା ବେଳେ ଏହି 6ଟି ନିୟମ ନିଶ୍ଚୟ ମାନନ୍ତୁ। ମନ୍ଦିରରେ ପରିକ୍ରମା ବାମ ହାତ ଆଡ଼ୁ କରିବା ଉଚିତ। ମନ୍ଦିରରେ ଠାକୁରଙ୍କ ଠିକ୍ ସାମ୍ନାରେ ଠିଆ ହେବା ଉଚିତ ନୁହେଁ। ମନ୍ଦିରରେ କେବେ ବି ବଡ଼ ପାଟି କିମ୍ବା କ୍ରୋଧ କରିବା ଉଚିତ ନୁହେଁ। ମନ୍ଦିରରେ ଦୀପରୁ ଦୀପ ଜଳାନ୍ତୁ ନାହିଁ। ମନ୍ଦିରରୁ ଫେରିବା ସମୟରେ ଘଣ୍ଟି କେବେ ବଜାନ୍ତୁ ନାହିଁ। ଚମଡ଼ାରେ ତିଆରି ବସ୍ତୁ ଯେମିତି ପର୍ସ, ବେଲ୍ଟ ଆଦି ନେଇ ମନ୍ଦିରକୁ ଯିବା ଅନୁଚିତ। ନିଜକୁ ସବୁବେଳେ ସୁସ୍ଥ ରଖିବାର ଉପାୟ, ଲୁଣ ଓ ଚିନି କମ୍ ଖାଆନ୍ତୁ। ଅଧିକ ପ୍ୟାକେଟ୍ ଖାଇବା ଖାଆନ୍ତୁ ନାହିଁ। ଦିନକୁ 4 ରୁ 6 ଲିଟର ପାଣି ପିଇବା ଆବଶ୍ୟକ। ସକାଳେ ଉଠି 2 ଗ୍ଲାସ ଉଷୁମ ପାଣି ପିଅନ୍ତୁ। ଶୋଇବା ବେଳେ ମୁହଁ ଘୋଡ଼ାଇ ଶୁଅନ୍ତୁ ନାହିଁ। ଟାଇଟ୍ ବସ୍ତୁ ପିନ୍ଧି ଶୁଅନ୍ତୁ ନାହିଁ। ଅଧିକ ରାତି ପର୍ଯ୍ୟନ୍ତ ଅନିଦ୍ରା ରୁହନ୍ତୁ ନାହିଁ। ଫାଷ୍ଟ ଫୁଡ୍, କୋଲ୍ଡ ଡ୍ରିଙ୍କସ୍ ଠାରୁ ଦୂରେଇ ରୁହନ୍ତୁ। ସବୁଜ ପନିପରିବା ଅଧିକ ଖାଆନ୍ତୁ। ଖାଇବାର ଅଧଘଣ୍ଟା ପରେ ପାଣି ପିଅନ୍ତୁ। ଫ୍ରିଜର ଥଣ୍ଡା ପାଣି ବ୍ୟବହାର କରନ୍ତୁ ନାହିଁ। ବିଡ଼ି, ସିଗାରେଟ୍ ଓ ନିଶା ଠାରୁ ଦୂରେଇ ରୁହନ୍ତୁ। ପ୍ରତିଦିନ ଯୋଗ, ପ୍ରାଣାୟାମ କରନ୍ତୁ। ଘରେ ଲକ୍ଷ୍ମୀ ବାସ କଲେ କେମିତି ଜାଣିବା? ଦେବୀ ଲକ୍ଷ୍ମୀଙ୍କ ଉପସ୍ଥିତିର ପ୍ରଥମ ସଂକେତ ପାଣି ପଡ଼ିବା ପରେ ସୁଗନ୍ଧ ଆସେ। ଏହା ଧନ ଆସିବାର ଏକ ସଂକେତ। ଘରେ ମାଛି ଓ କୀଟପତଙ୍ଗ କମ୍ ଦେଖାଯାଆନ୍ତି। ଘରର ଶକ୍ତି ଶୁଦ୍ଧ ହେଉଛି। ଆପଣ ସକାଳେ ଶୀଘ୍ର ଉଠିବା ଆରମ୍ଭ କରନ୍ତୁ। ବ୍ରହ୍ମ ମୁହୂର୍ତ୍ତର ଶକ୍ତି କାମ କରିବ। ମନ କୌଣସି କାରଣ ବିନା ଖୁସି ଅନୁଭବ କରିବାକୁ ଆରମ୍ଭ କରେ। ଏହା ଲକ୍ଷ୍ମୀଙ୍କ ସୂକ୍ଷ୍ମ ସ୍ପର୍ଶ। ହଠାତ୍ ଏକ ସୁଗନ୍ଧ ଆସିବା ଆରମ୍ଭ ହୁଏ। ଦୁର୍ଭାଗ୍ୟ ଆସିବାର କାରଣ, ଭଗବାନଙ୍କୁ ଭୋଗ ଡବା କିମ୍ବା ପ୍ଲାଷ୍ଟିକରେ କରିବା। ପର୍ସରେ ଟଙ୍କା ଏବଂ ଖୁଚୁରା ପଇସାକୁ ଏକା ସହ ରଖିବା। କବାଟରେ ଭଗବାନଙ୍କ ଚିତ୍ର ଲଗାଇବା। ମନ୍ଦିରରୁ ଆସି ଗୋଡ଼ ଧୋଇବା। ଯୌବନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିର ଭୋଜି ଖାଇବା। ଶବଯାତ୍ରା ଚାଲିଥିବା ସମୟରେ ତାହାକୁ ଅତିକ୍ରମ କରି ଆଗକୁ ଯିବା। କେଉଁ ଜିନିଷ ଘରେ ଧନ ବୃଦ୍ଧି କରିଥାଏ? ଘରେ ମନି ପ୍ଲାଣ୍ଟ ରଖିଲେ ଧନ ଓ ସୌଭାଗ୍ୟ ବଢ଼ିଥାଏ। 5 କଉଡ଼ିରେ ହଳଦୀ ଲଗାଇ ଲକ୍ଷ୍ମୀଙ୍କ ମୂର୍ତ୍ତି ପାଖରେ ରଖିଲେ ସୁଖ ଓ ସମୃଦ୍ଧି ବଢ଼ିଥାଏ। ଘରେ 3 ପାଦ ବିଶିଷ୍ଟ ବେଙ୍ଗର ମୂର୍ତ୍ତି ରଖିଲେ ଧନ ବଢ଼ିଥାଏ। ଘରେ କୁବେରଙ୍କ ମୂର୍ତ୍ତି ରଖିଲେ ଧନ ପ୍ରାପ୍ତିର ଯୋଗ ବନିଥାଏ। କେଉଁ ପାପର କେଉଁ ଫଳ? ଯେଉଁ ଲୋକ ଲୁହା, ସୁନା, ଉଷୁନା ଧାନ, ରନ୍ଧା ଅନ୍ନ ଇତ୍ୟାଦି ଚୋରି କରେ ସେ ଲୋକ ଜନ୍ମ ଜନ୍ମେ ନିକୃଷ୍ଟ ଜାତିର ଜନ୍ମ ହୋଇ ଦରିଦ୍ର ହୁଏ। ଯେଉଁ ଲୋକ ଶୂଦ୍ର ଓ ବେଶ୍ୟା ହୋଇ ବ୍ରାହ୍ମଣଙ୍କ ଧନ ହରଣ କରେ ସେ ଲୋକ ଆୟୁଷ ଥାଉ ଥାଉ ମୃତ୍ୟୁବରଣ କରେ। ଯେଉଁ ଲୋକ ଶୂଦ୍ର ହୋଇ ବ୍ରାହ୍ମଣ କନ୍ୟାକୁ ଅପହରଣ କରେ ସେ ଲୋକ ଆୟୁଷ ଥାଇ ମୃତ୍ୟୁ ମୁଖରେ ପଡ଼େ। ବ୍ରାହ୍ମଣ ଯଦି ଅଣ୍ଡା, ମାଂସ, ମଦ୍ୟପାନ କରେ ତାର ପିତୃଲୋକ ଜଳ ଗ୍ରହଣ କରନ୍ତି ନାହିଁ। ସେ ଦେବତାଙ୍କୁ ପୂଜା କଲେ ବିକଳାଙ୍ଗ ହୋଇଯାଏ। ମନସ୍କାମନା ତୁରନ୍ତ ପୂର୍ଣ୍ଣ ହେବ। ସୋମବାର ଦିନ ଭଗବାନ ଭୋଳାନାଥଙ୍କ ଫଟୋ କିମ୍ବା ମୂର୍ତ୍ତି ସମ୍ମୁଖରେ 1 ଯୋଡ଼ା ଲବଙ୍ଗ ଏବଂ କର୍ପୂର ରଖିଦିଅନ୍ତୁ। ଏହାପରେ ଓମ୍ ନମଃ ଶିବାୟ 108 ଥର ଜପ କରନ୍ତୁ। ଜପ କରିବା ପରେ ନିଜ ହାତ ପାପୁଲିରେ ଲବଙ୍ଗ ଏବଂ କର୍ପୂର ରଖି ହାତ ବନ୍ଦ କରିଦିଅନ୍ତୁ ଏବଂ ଭୋଳାନାଥଙ୍କ ସମ୍ମୁଖରେ ପ୍ରାର୍ଥନା କରନ୍ତୁ। ନିଜ ମନସ୍କାମନା କହିବା ପରେ ଏକ ଦୀପରେ ଲବଙ୍ଗ ଏବଂ କର୍ପୂର ରଖି ଜଳାଇ ଦିଅନ୍ତୁ। ଆପଣଙ୍କ ମନସ୍କାମନା ଶୀଘ୍ର ପୂର୍ଣ୍ଣ ହେବ।
କେଉଁମାନେ କାହାକୁ ଶୀଘ୍ର ଭୁଲି ଯାଆନ୍ତି। ଶିକ୍ଷା ସମାପ୍ତ ହେଲେ ଶିଷ୍ୟ ଗୁରୁଙ୍କୁ ଭୁଲିଥାଏ। ପୁତ୍ର ବିବାହ ପରେ ପିତାମାତାଙ୍କୁ ଭୁଲିଥାଏ। ସ୍ୱାମୀ ସମ୍ଭୋଗ ପରେ ସ୍ତ୍ରୀକୁ ଭୁଲିଯାଏ। ଯାତ୍ରୀ ନଦୀ ପାର ହୋଇସାରିଲା ପରେ ନାଉରିଆକୁ ଭୁଲିଯାଏ। ରୋଗୀ ଆରୋଗ୍ୟ ହୋଇସାରିଲେ ବୈଦ୍ୟକୁ ଭୁଲିଯାଏ। ପୁରୁଷମାନେ ଘରେ ଏଇ କାମ କଲେ ଘରୁ ଲକ୍ଷ୍ମୀ ଚାଲିଯିବେ। ପତ୍ନୀକୁ ବୋଝ ଭାବିବା, ଝିଅ ଜନ୍ମ ହେବା ପରେ ଅସନ୍ତୋଷ କରିବା, ପତ୍ନୀଙ୍କ ଜମା ପଇସା ଜବରଦସ୍ତି ନେବା, ପତ୍ନୀଙ୍କୁ ସମସ୍ତଙ୍କ ସାମ୍ନାରେ ଅପମାନ କରିବା, ପତ୍ନୀଙ୍କୁ ଘର ଖର୍ଚ୍ଚ ପାଇଁ ପଇସା ନ ଦେବା, ପିଲାମାନଙ୍କୁ ମାଡ଼ ମାରିବା, ପର ସ୍ତ୍ରୀଙ୍କ ସହ ଖରାପ ସମ୍ପର୍କ ରଖିବା। ଡାକ୍ତର ଠାରୁ ଦୂରେଇ ରହିବାକୁ ହେଲେ ଏଇ 6ଟି କାମ ଆରମ୍ଭ କରନ୍ତୁ। ରାତିରେ ସ୍ୱଳ୍ପହାର ବା କିଛି ନ ଖାଇଲେ ଭଲ। ସକାଳୁ ଉଠି ଥଣ୍ଡା ପାଣିରେ ଆଖିକୁ ଧୁଅନ୍ତୁ। ରାତିରେ ଦହି କିମ୍ବା ଲସି ପିଅନ୍ତୁ ନାହିଁ। ରାତିରେ ଶୀଘ୍ର ଶୋଇ ସକାଳୁ ଶୀଘ୍ର ଉଠନ୍ତୁ। ଖାଇବା ପରେ ବଜ୍ର ଆସନରେ 15 ମିନିଟ୍ ବସନ୍ତୁ। ଖାଇବାର 30 ମିନିଟ୍ ପୂର୍ବରୁ ବା ପରେ ପାଣି ପିଅନ୍ତୁ। 80 ବର୍ଷ ସୁସ୍ଥ ରହିବା ପାଇଁ କରନ୍ତୁ ଏଇ କାମ। ଯେଉଁମାନେ ପେଟ ମାଡ଼ିକି ଶୋଇବା ଆଦତ ରଖନ୍ତି ସେମାନଙ୍କୁ ସହଜରେ ହୃଦରୋଗ ଆକ୍ରମଣ ହୋଇପାରେ। ଯଦି ଭୋକ ଲାଗୁନାହିଁ, ଆମ୍ବର ଆଚାର ଖାଇଲେ ଭୋକ ବଢ଼ିଯାଏ। ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା କୌଣସି ରୋଗ ଆସେ ନାହିଁ। ଖାଲି ପେଟେ ସ୍ନାନ କଲେ ବୃଦ୍ଧାବସ୍ଥା ଶୀଘ୍ର ଆସେ ନାହିଁ। ମୁହଁରେ ପାଣି ଭରି ସ୍ନାନ କଲେ କେବେ ଜ୍ୱର ସର୍ଦ୍ଦି ହୁଏ ନାହିଁ। ସ୍ତ୍ରୀମାନେ ନିଜ ସ୍ୱାମୀଙ୍କୁ କିପରି ନିଜ ଆୟତ୍ତରେ ରଖିବେ। ଯଦି ସ୍ତ୍ରୀ ସବୁବେଳେ ହଳଦିଆ ରଙ୍ଗର ଚୁଡ଼ି ପିନ୍ଧେ ତେବେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବଢ଼ିଥାଏ। ଯଦି କେବେ କୌଣସି ସ୍ତ୍ରୀ ଦାନ ଦେବାକୁ ଚାହୁଁଛି, ଦାନ ସାମଗ୍ରୀରେ ଲାଲ ରଙ୍ଗର ସିନ୍ଦୁର ସହିତ କିଛି ଚଣା ଡାଲି ଓ କେଶର ରଖନ୍ତୁ। ସ୍ୱାମୀର ଆୟୁଷ ବଢ଼ିବା ସହ ଅନ୍ୟ କୌଣସି ନାରୀ ପ୍ରତି ଆକର୍ଷିତ ହେବେ ନାହିଁ। ଯଦି କୌଣସି ସ୍ତ୍ରୀ ରାତି ସମୟରେ ଏକ ବୁନ୍ଦା ସିନ୍ଦୁର ସ୍ୱାମୀଙ୍କ ମୁଣ୍ଡ ତଳେ ରଖି ସକାଳୁ ଶଯ୍ୟା ତ୍ୟାଗ କରିବା ପୂର୍ବରୁ ନିଜ ମୁଣ୍ଡରେ ପିନ୍ଧିଥାଏ ତେବେ ସେ ସ୍ୱାମୀଙ୍କୁ ନିଜ କାବୁରେ ରଖିପାରିବେ।